ଅଦିନରେ ରଥଯାତ୍ରା କରୁ, ଦିନରେ ରଥଯାତ୍ରା କରୁ, ଜଗନ୍ନାଥଙ୍କୁ ଉଡ଼େଇକି ଫୋପାଡ଼ି ଦଉ, କଳ୍କି ଠାକୁର ବାହାର କରୁ, ଯାହା କଲେ ବି ମୋଦି ଚୁପ୍ ରହିବେ। କାରଣ ମୋଦି ହେଉଛନ୍ତି ଇସ୍କନର ଗୋଟେ ବଡ଼ ଭକ୍ତ। ଆମ ଆଇନ ମନ୍ତ୍ରୀ ବା ପଇସା ପାଇଲେ ତାଙ୍କ ମୁଣ୍ଡ ସିଏ ନିଜେ ବିକି ଦେଉଛନ୍ତି। ଆଉ ସିଏ କ'ଣ ଇସ୍କନ ଉପରେ ବାଇଟ୍ ଦେବେ, ଇସ୍କନ ଉପରେ କଥା କହିବେ? ଟଙ୍କା ଖିଆ ଭାରତର ପ୍ରଧାନମନ୍ତ୍ରୀ ଯିଏ ଇସ୍କନକୁ କୋଟି କୋଟି ଟଙ୍କା ଖାଇକିରି ଇସ୍କନକୁ ସପୋର୍ଟ କରୁଛନ୍ତି। ଇସ୍କନ ଗୋଟେ ଏମିତିଆ ସଂସ୍ଥା, ସିଏ ଯାହା କଲେ ବି ଏ ବିଜେପି ସରକାର ଚୁପ୍ ରହିବ। କାହିଁକି ନା ଇସ୍କନ ପ୍ରବଳ ମାଲ ଦେଉଛି ମୋଦି ସରକାର। ତେଣୁ ଓଡ଼ିଶାରେ ଇଏ ଫକର ହେଲେ ଇଏ ଆଇନ ମନ୍ତ୍ରୀ କି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଙ୍କ କଥା କିଏ ଶୁଣିବ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣିଛନ୍ତି ଯେ ଇସ୍କନ କ'ଣ। ତେଣୁ ଇସ୍କନ ଯାହା କଲେ ବି ମୋଦି ଚୁପ୍ ରହିବେ। କାରଣ ଦିଲ୍ଲୀର ଓଡ଼ିଶା ଭାରତର ରାଜଧାନୀ ଦିଲ୍ଲୀ, ଦିଲ୍ଲୀ ସହରରେ ଯାହା ହେବ ଓଡ଼ିଶାରେ ବି ହେବ। ତେଣୁ ଯେତେବେଳେ ମୋଦି ସପୋର୍ଟ କରୁଛନ୍ତି ଇସ୍କନକୁ, ସେଠି ଓଡ଼ିଶା କ'ଣ କରିବ? କିଛି କରିପାରିବନି। ଇସ୍କନ ଓ ଭାରତ ବର୍ଷରେ ଯାହା ଚାହିଁବ ତାହା କରିବ। କାରଣ ଇସ୍କନ ବହୁ ମୋଟା ଅଙ୍କ ବିଜେପି ସରକାରକୁ କେନ୍ଦ୍ରରେ ଦେଉଛି। ତେଣୁ ଟଙ୍କା ପ୍ରବଳ ଅଛି ଇସ୍କନ ପାଖରେ, ସିଏ ଟଙ୍କା ଦେବ। ସିଏ ଅଦିନରେ ରଥଯାତ୍ରା କରୁ, ଦିନରେ ରଥଯାତ୍ରା କରୁ, ଜଗନ୍ନାଥଙ୍କୁ ଉଡ଼େଇକି ଫୋପାଡ଼ି ଦଉ, କଳ୍କି ଠାକୁର ବାହାର କରୁ, ଯାହା କଲେ ବି ମୋଦି ଚୁପ୍ ରହିବେ। କାରଣ ମୋଦି ହେଉଛନ୍ତି ଇସ୍କନର ଗୋଟେ ବଡ଼ ଭକ୍ତ। ଆଉ ଇସ୍କନ ଯେମିତି ଇସାରା ଦେବ ଭାରତର ପ୍ରଧାନମନ୍ତ୍ରୀ ସେମିତି ଚାଲିବେ। ଆଉ ଇଏ ଆମ ଆଇନ ମନ୍ତ୍ରୀ କହିଲେ କ'ଣ ହେବ? ଆମ ଆଇନ ମନ୍ତ୍ରୀଙ୍କର ଅଖାନା ଗଉଣୀ ଅଛି? ଆମ ଆଇନ ମନ୍ତ୍ରୀ ବା ପଇସା ପାଇଲେ ତାଙ୍କ ମୁଣ୍ଡ ସିଏ ନିଜେ ବିକି ଦେଉଛନ୍ତି। ଆଉ ସିଏ କ'ଣ ଇସ୍କନ ଉପରେ ବାଇଟ୍ ଦେବେ, ଇସ୍କନ ଉପରେ କଥା କହିବେ? ତେଣୁ ଆଙ୍କର ଔକାତ ନାହିଁ ଇସ୍କନକୁ ଅଟକେଇବା ଲାଗି। କାରଣ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଭାବରେ ସହଯୋଗ ଇସ୍କନକୁ କରୁଛନ୍ତି। ତମର ରଥଯାତ୍ରା ଭାରତବର୍ଷ ବିଶ୍ୱରେ ଜାଣିଛନ୍ତି, ଜଗନ୍ନାଥଙ୍କ ରଥଯାତ୍ରା ଗୁଣ୍ଡିଚାରେ ହୁଏ। ତେଣୁ ଗୁଣ୍ଡିଚା ଦିନ ଓଡ଼ିଶାରେ ଜଗନ୍ନାଥଙ୍କ ରଥଯାତ୍ରା ହୁଏ, ଏଇଟା ବିଶ୍ୱ ଜାଣିଛି, ସାରା ବିଶ୍ୱରୁ ଲୋକ ଆସନ୍ତି। କିନ୍ତୁ ଭାରତର ଯିଏ ପ୍ରଧାନମନ୍ତ୍ରୀ, ସିଏ ଜଗନ୍ନାଥଙ୍କୁ ଏତେ ଗୁରୁତ୍ୱ ଦିଅନ୍ତିନି ଯେତିକି ଇସ୍କନ ବାଲାଙ୍କୁ ଦିଅନ୍ତି। ତେଣୁ ଇସ୍କନର ଭକ୍ତ ହେଉଛନ୍ତି ନରେନ୍ଦ୍ର ମୋଦି। ନରେନ୍ଦ୍ର ମୋଦି ହେଉଛନ୍ତି ଟଙ୍କାଖିଆ ଭାରତର ପ୍ରଧାନମନ୍ତ୍ରୀ ଯିଏ ଇସ୍କନକୁ କୋଟି କୋଟି ଟଙ୍କା ଖାଇକିରି ଇସ୍କନକୁ ସପୋର୍ଟ କରୁଛନ୍ତି। ଦେଶ ବିଦେଶର କୋଣ ଅନୁକୋଣର ଟିକନିକ ଖବର ଦେଖନ୍ତୁ ଆମ ସହ। ୟୁଟ୍ୟୁବ, ଫେସବୁକ୍ ଆଉ ଇନଷ୍ଟାଗ୍ରାମରେ ଆମକୁ ଦେଖନ୍ତୁ। ଲାଇକ୍, ସେୟାର ଓ ସବସ୍କ୍ରାଇବ କରିବାକୁ ଆଦ୍ୟ ଭୁଲନ୍ତୁନି।